ସାଙ୍ଗମାନେ ଜୟ ଜଗନ୍ନାଥ। ସାଙ୍ଗମାନେ ଆଜି ଗୋଟେ ବହୁତ ବଢ଼ିଆ ରେସିପି ଆରମ୍ଭ କରିବା। ଭେଣ୍ଡିର ଗୋଟେ ନୂଆ ପ୍ରକାରର ମସଲା ଭଜା କରିବା ବିନା ପିଆଜ ରସୁଣରେ। ଗୋଟେ ଥର ବନେଇବେ ତ ସବୁବେଳେ ଏମିତି ବନେଇବେ, ଆଉ ଏତେ ଟେଷ୍ଟି ଆଉ ଏତେ ହେଲ୍ଦି। ଗୋଟେ ଥର ଟ୍ରାଏ କରନ୍ତୁ। ଭେଣ୍ଡି ତ ଆପଣ ବହୁତ ପ୍ରକାର ବନାଉଥିବେ, କିନ୍ତୁ ଏମିତି ଗୋଟେ ଥର ବନାନ୍ତୁ। ଦେଖନ୍ତୁ ମୁଁ କିଛି ଭେଣ୍ଡି ନେଇଛି, ଯାହାକୁ ଭଲ ଭାବେ ଧୋଇ ନେଇଛି, ଆଉ ଟିକେ ଆଖିକୁ ଭଲ ଯିବା ଭଳିଆ ଏମିତି କାଟି ନେଇଛି। ତାପରେ କିଛି ଆଳୁ ନେଇଛି, ଆଳୁ ଗୁଡ଼ିକୁ ବି ପତଳା ପତଳାକି କାଟି ନେଇଛି। ସାଙ୍ଗମାନେ ଗୋଟେ ଛୋଟ ଅନୁରୋଧ, ଯଦି ଆପଣମାନେ ଚ୍ୟାନେଲରେ ନୂଆ, ପ୍ରଥମେ ଚ୍ୟାନେଲଟାକୁ ସବସ୍କ୍ରାଇବ୍ କରିନିଅନ୍ତୁ। ଦେଖନ୍ତୁ ତାପରେ କ'ଣ କରିଛି, ଗୋଟେ କଡ଼େଇ ନେଇଛି, ଆଉ କିଛି ରିଫାଇନ୍ ତେଲ ନେଇଛି। ଆପଣ ଚାହିଁଲେ ସୋରିଷ ତେଲର ବ୍ୟବହାର କରିପାରିବେ। ଯେହେତୁ ମୁଁ ଏଇଟା ଫାଷ୍ଟିଂରେ ବନାଉଛି, ବିନା ପିଆଜ ରସୁଣରେ ବନାଉଛି, ମୁଁ ରିଫାଇନ୍ ତେଲର ବ୍ୟବହାର କରୁଛି। ତେଲ କିଛି ନେଲା ପରେ ତେଲ ହାଲକା ଗରମ ହେଇଗଲାଣି, ତ ଏବେ କ'ଣ କରିବା, ଆପଣ ଚାହିଁଲେ କିଛି ଫୁଟଣ ଫୁଟେଇ ପାରିବେ, କିନ୍ତୁ ମୁଁ ଏଠି ବିନା ଫୁଟଣରେ ହିଁ ବନାଉଛି। ତ ଏଇଠି ମୁଁ କିଛି ଭେଣ୍ଡି ଆଉ ଯେଉଁ ଭେଣ୍ଡି ଆଳୁ କାଟିଥିଲି, ତ ଏଇଠି ତେଲରେ ପକାଇ ଦେଇଛି। ସାଙ୍ଗମାନେ ସବୁବେଳେ ମୁଁ କହି ଆସିଛି, ଯେତେବେଳେ ବି ତେଲରେ କୌଣସି ପରିବା ପକାନ୍ତୁ, ପରିବାକୁ ପୁରା ଟାଣ ଟିକେ ରଖିବା ପାଇଁକି ବିଲକୁଲ ଲୁଣ ପକାଇବେନି ନା ହଳଦୀ ଦେବେନି। ଲୁଣ ଦେଲେ ପରିବାରୁ ପାଣି ବାହାରିବ, ଆଉ ପରିବା ପୁରା ନରମ ହେଇଯିବ। ଯେତେବେଳେ ଭାଜିବେ ସବୁ ଭାଙ୍ଗିଯିବ। ଆଉ ହଳଦୀ ଦେଲେ ପୁରା ତେଲ ଟାଣି ନେବ, ଆଉ ପୁରା ତେଲିଆ ହେଇଯିବ। ତ ଏଇଠି ବିନା ଲୁଣ ହଳଦୀରେ ଭେଣ୍ଡି ଆଳୁକୁ ଆମେ ଏଠି ଭାଜିଥିଲୁ। ଆଳୁ ପୁରା ଭଲସେ ସିଝିଗଲାଣି। ଏବେ ଲୁଣ ହଳଦୀ ପକାଇଦେବା। ଆଉ ଭେଣ୍ଡି ଆଳୁର ଯାହା ବି ପାଣି ଅଂଶ, ଯେଉଁ ନିଜର ପାଣି ଅଂଶଟା ଥିଲା, ସେଇ ପାଣି ଅଂଶ ପୁରା ଏକଦମ ମରିଯାଇଛି, ପୁରା ଶୁଖିଲା ଡ୍ରାଏ ହେଇଯାଇଛି। ଆଉ ଭେଣ୍ଡି ପୁରା ଗୋଟା ଗୋଟା ହେଇଅଛି। ଯେ ପର୍ଯ୍ୟନ୍ତ ଆପଣ ଏଇ ଯେଉଁ ମସଲାଟା ବନେଇବେ, ଭେଣ୍ଡି ପୁରା ଲାଷ୍ଟ ପର୍ଯ୍ୟନ୍ତ ବି ଗୋଟା ଗୋଟା ରହିବ। ତାପରେ ଏବେ ଭେଣ୍ଡି ଆଳୁକୁ ଟିକେ ଘୋଡ଼େଇ ଦେବା। ଆଉ ଗୋଟେ କଡ଼େଇ ବସେଇକି ଏଇଠି ଗୋଟେ ମସଲା ବନେଇବା, ଶୁଖିଲା ମସଲା। ତା ପାଇଁ 2ଟା ଚକ୍ରଫୁଲ ନେଇଛି, କିଛି ଲବଙ୍ଗ ନେଇଛି, ଆଉ ଏଇଠି ଦେଖନ୍ତୁ ଜାଇତ୍ରୀ ନେଇଛି, ଆଉ ଆପରେ ମୁଁ କିଛି ଗୁଜୁରାତି ନେଇଛି, ଆଉ ଏଇଠି କିଛି ଅଳେଇଚ, ଆଉ କିଛି ଡାଲଚିନି। ଏସବୁକୁ ଆମେ ହାଲକାରେ ଭାଜିବା। ବେଶୀ ଭଲସେ ଭାଜିବାନି କି ବେଶୀ ଆକୁ ପୋଡ଼ିବାନି, ବାସ୍ ଟିକେ ଗରମ ହେବା ପର୍ଯ୍ୟନ୍ତ ଭାଜିବା। ତ ଏଇଠି ଦେଖନ୍ତୁ ପୁରା ଗ୍ୟାସ୍ର ଫ୍ଲେମ୍ ଲୋ କରିଦେବେ। ତାପରେ ଏଇଠି କିଛି ଭୃଷଙ୍ଗ ପତ୍ର ଦେଇଛି, ଆକୁ ଅଳ୍ପ ହାଲକାରେ ପୁରା ଲୋ ଫ୍ଲେମ୍ରେ ଟିକେ ହାଲକା ଭାଜିବେ। ଆଉ ପତ୍ର ଗୁଡ଼ାକ ପୁରା ମଡ଼ମଡ଼ ହେଇଯିବ ଯେତେବେଳେ ଆପଣ ହାଲକା ଭାଜିବେ। ତାପରେ ଏଠି ଗୋଟେ ତେଜପତ୍ର ଦେଇଛି। ସବୁ ମିଶେଇକି ଏବେ ଆମେ 1 ମିନିଟ୍ ପର୍ଯ୍ୟନ୍ତ ଭାଜିଦେବା। ପୁରା ଗ୍ୟାସ୍ ଫ୍ଲେମ୍ ଲୋ ରଖିବେ, ତ ବେଶୀ କଲର୍ ଚେଞ୍ଜ ହେବନି ନା ବେଶୀ ଭାଜି ହେବନି। ତ ଦେଖନ୍ତୁ ଏମିତି ଭାଜିବା। ତାପରେ ଏସବୁ ଜିନିଷକୁ ଗୋଟେ ପ୍ଲେଟ୍କୁ କାଢ଼ିଦେବା। ଏବେ ଏଇ କଡ଼େଇରେ କ'ଣ କରିବା, ଟିକେ ଗୁଆ ଘିଅ ଦେବା। ଗୁଆ ଘିଅରେ ବହୁତ ବଢ଼ିଆ ବାସ୍ନା ଆସିଥାଏ। ଆଉ ଏ ଘିଅଟା ମୋ ନିଜ ପ୍ରସ୍ତୁତି। ଆପଣ ଚାହିଁଲେ ଚ୍ୟାନେଲ ଭିଜିଟ୍ କରିକି ଏ ଘିଅର ରେସିପିଟା ଦେଖିପାରିବେ। ବହୁତ କମ୍ ସମୟରେ ଏ ଘିଅ ପ୍ରସ୍ତୁତ ହେଇଛି, ଆଉ ବହୁତ ବାସ୍ନାଯୁକ୍ତ ଏ ଘିଅ। ଦେଖନ୍ତୁ ତାପରେ ମୁଁ କ'ଣ କରିଛି, କିଛି ନଡ଼ିଆକୁ କୋରିକି ଏଇଠି ପକାଇ ଦେଇଛି। ନଡ଼ିଆ ଆପଣମାନଙ୍କୁ ଆରାମସେ ମିଳିଯିବ। ଆପଣ ଚାହିଁଲେ ନଡ଼ିଆ କୋରା ବି ମିଳୁଛି, କୋରା ଯେଉଁ ଗୁଣ୍ଡ ନଡ଼ିଆ ମାର୍କେଟରେ, ଆପଣ ସେଇଟା ବି ବ୍ୟବହାର କରିପାରିବେ। ଦେଖନ୍ତୁ ନଡ଼ିଆ ଭାଜି ସାରିଲା ପରେ ଆମେ କ'ଣ କରିବା, ମିକ୍ସି ଜାରରେ ପ୍ରଥମେ ଏ ଶୁଖିଲା ମସଲାକୁ ଗୁଣ୍ଡ କରିବା। ପୁରା ଗୁଣ୍ଡ କରିବେନି, ଖଣ୍ଡ ଖଣ୍ଡ କରିକି ରଖିବେ। ତାର ଖଣ୍ଡ ଖଣ୍ଡ କରି ରଖିଲେ ତାର ସ୍ୱାଦଟା ବହୁତ ବଢ଼ିଆ ଆସିବ। ତାପରେ ଦେଖନ୍ତୁ ସେଇ ମିକ୍ସି ଜାରରେ ଆମେ ନଡ଼ିଆକୁ ନେଇଯିବା। ନଡ଼ିଆ ଆଉ କିଛି ଜିନିଷ ଆମେ ଆଧିରେ ଆଡ଼୍ କରିବା। ସାଙ୍ଗମାନେ ରେସିପିଟି ଯଦି ଭଲ ଲାଗେ, ଗୋଟେ ଲାଇକ୍ ଆଉ ଗୋଟେ କମେଣ୍ଟ ନିଶ୍ଚିନ୍ତ କରିବେ। ବିନା ପିଆଜ ରସୁଣର ଏଇ ରେସିପିଟା ଆପଣ ସବୁବେଳେ ଖାଇବାକୁ ପସନ୍ଦ କରିବେ ଯଦି ଆପଣ ଥରେ ବନାଉଛନ୍ତି। ତ ଦେଖନ୍ତୁ ତାପରେ ମୁଁ କିଛି କାଜୁ, କିଛି ଚାରୁମଗଜ, ଆଉ କିଛି ଅଦା,
तापर टिके कंचा बादाम देइछि ए सब को हमें भल से पेस्ट बनईदबा पूरा चिकन करी पानी टिके देकी चिकन करी बाटी दबा। तो ये देखो भल से बाटी नहींचे तापर कौन करवा ये भेंडी आलू को आम जो बसई घोड़े भाजापी लुण हलदी देकी तो ये देखो पूरा भल भाव भेंडी आलू भाजी हो गला आ लुण पूरा भेंडी आलू धीरे आसीगला तार स्वाद भी आसीगला बास्ना भी भजार गोटे अलग टाइप बास्ना आसीगला। तो ये आम कौन करवा ये जो बाटन को ये देदबा। तो ये जो आम नड़ियार जो बाटनटा बनई तो ये देदबा दे सारापर आपको भल से प्रथम मिसेबा जमती सब भेंडी आलू धेरे ये मसलाटा आसीज सांग माने ये रेसिपी आपण मानकु बहुत ही भल लगे जितेबाला आपण माने इटा बनाउछंती तो बनईकी गरम गरम खातु ठंडा करी खाइले भी आहुरी भल लगे या आपड़ स्टोर करके 2 दिन पर्यंत फ्रिज रे भी रखिपारे किसी खराब भी हेनी किंतु या बनईकी जल्दी तुरंत खाऊँ आहुरी भल लगे टिफिन भी क्यारी करें। तो देखो ये मसला देकी मु 1 मिनिट पे घोड़े देती जेहेतु कंचा बादाम व्यवहार करेचे आउ ये 1 मिनिट पे घोड़े देले आम ये भेंडी आलू धरे मसलाटा आसीज। तो देखो भेंडी आलूर फ्लेवर भी चेंज हो गला बास्ना चेंज हो गला। तो ये देती भूसम पत्र किछि कंचा लंका एमती चिरिकी देछि ये कौन हम खावाई बहुत ही भल लगे। तो ये देखो लंका गुंड भी मुझे किसी देती जोटा कि राग वाला लंका गुंड। तो ये देखो आम कौन करवा ये आम किसी समय घोड़ेबा किंतु ता पूर्व आम कौन करिया से जो गुंड मसला बनई गुंड मसला पकईकी गोलैदबा भलसे तापर ए बास जमती न बाहर को जाए सांगे सांगे घोड़ेदबा किछि समय परे माने 10 मिनिट छाड़ीदेवे 10 मिनिट पर ए रेसिपीटा एते मजाड़िया लगे आपण बाहर करके खाइकी टेस्ट करेंगे केते बढ़िया लगे। तो सांग माने ए रेसिपीटा निश्चिंत गोटे थर ट्राए करंतु कोठू देखुचंती आउ ए रेसिपी केबे बनाउचंती मते कमेंट बॉक्स रे लिखियो जमार भूलबेनी। देखंतु भेंडी गुराक पूरा गोटा गोटा ही अछि आलू केते बढ़िया से सिझी जाइछि आमे जेमती भेंडी काटिथिले देखंतु सेही हिसाब रे केते बढ़िया से भेंडी गुराक अछि पूरा नरम होगी किंतु गोटा गोटा ही अच्छी गोटे भेंडी भी भांगिनी। तो सांग माने आज में एतिकी रहुची पुणी देखा नुआ एक रेसिपी सहित। जय जगन्नाथ।